Namaskar friends, welcome to Sai Himanshu classes. In this video, we are going to learn the biography of Sri Mohan Charan Majhi, 15th Chief Minister of Odisha. ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ବିଷୟରେ ଆଜି ଆମେ ଜାଣିବାକୁ ଯାଉଛନ୍ତି। ସୋ ଫ୍ରେଣ୍ଡସ୍, ଶ୍ରୀ ମୋହନ ଚରଣ ମାଝୀ ତାଙ୍କର ଜନ୍ମ ହୁଏ 6 ଜାନୁଆରୀ 1972 ମସିହାରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ରାଇକଳା ଗାଁର ଏକ ଗରିବ ପରିବାରରେ ଶ୍ରୀ ମୋହନଙ୍କର ଜନ୍ମ। ତାଙ୍କ ପିତାଙ୍କ ନାମ ହେଉଛି ଗୁନାରାମ ମାଝୀ, ଯିଏକି ନିଜ ଗାଁର ବା ନିଜ ଗାଁ ରାଇକଳାର ଥିବା ଗୋଟିଏ ବିଦ୍ୟାଳୟରେ ସେ ପିଅନ ରୂପେ କାର୍ଯ୍ୟ କରୁଥିଲେ। ପିଲାଟି ଦିନରୁ ଏବଂ ଘରର ଜଣେ ବଡ଼ ପୁଅ ହିସାବରେ ତାଙ୍କ ଉପରେ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ଥିଲା। ସେ ନିଜ ଗାଁ ଠାରୁ 5 କିଲୋମିଟର ଦୂରକୁ ଯାଇ ଝୁମ୍ପୁରା ଠାରେ ସେ ଟ୍ୟୁସନ୍ କରୁଥିଲେ ଏବଂ ଟ୍ୟୁସନ୍ରେ ଯେଉଁ ଅର୍ଥ ଉପାର୍ଜନ କରୁଥିଲେ ସେଥିରେ ସେ ନିଜ ପରିବାରର ଗୁଜୁରାଣ ମଧ୍ୟ ମେଣ୍ଟାଉଥିଲେ। ଏବଂ ତାଙ୍କର ଯେଉଁ ଥିଲା ଏଜୁକେସନାଲ କ୍ୱାଲିଫିକେସନ, ଶିକ୍ଷାଗତ ଯୋଗ୍ୟତା, ସେ ଗାଁ ସ୍କୁଲରେ 7ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ଏବଂ 1987 ମସିହାରେ ସିଏ ମ୍ୟାଟ୍ରିକ୍ ପାସ୍ କରିଛନ୍ତି। ଏହାପରେ ଆନନ୍ଦପୁର କଲେଜରେ ସେ 1990 ମସିହାରେ +2 ଆର୍ଟ୍ସ ପାସ୍ କରିଛନ୍ତି। ତା ପରବର୍ତ୍ତୀ ମୁହୂର୍ତ୍ତରେ ସେ ଚମ୍ପୁରେ ଥିବା ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ +3 ଆର୍ଟ୍ସ ମଧ୍ୟ ପାସ୍ କରିଛନ୍ତି। ଏଗେନ୍ 2011 ମସିହାରେ ସେ ଢେଙ୍କାନାଳ କଲେଜରୁ LLB ମଧ୍ୟ ପାସ୍ କରିଛନ୍ତି। ଢେଙ୍କାନାଳ କଲେଜର ସେ ଆଇନ ପଢ଼ି ସାରିବା ପରେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୁଏ ଏବଂ ଜଣେ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ଭାବରୁ ଯାତ୍ରା ଆରମ୍ଭ ହୁଏ, ରାଜନୀତିର ଯାତ୍ରା। ସେ ପ୍ରଥମେ ହୁଅନ୍ତି ସରପଞ୍ଚ ଆଉ ତାପରେ ଓଡ଼ିଶାର ଏବେ ମୁଖ୍ୟମନ୍ତ୍ରୀ। ତ ତାଙ୍କର ଯେଉଁ ଥିଲା ପରିବାର, ତାଙ୍କର ପତ୍ନୀଙ୍କ ନାମ ହେଉଛି ଡକ୍ଟର ପ୍ରିୟଙ୍କା ମାରାଣ୍ଡି। ସେ ଜଣେ ଡକ୍ଟର ଏବଂ ତାଙ୍କର 3ଟି ସନ୍ତାନ ସନ୍ତତି ଥିଲେ ଏବଂ ତାଙ୍କର ଗାଁ ହେଉଛି ରାଇକଳା ଏବଂ କେନ୍ଦୁଝର ସଦର। ଫ୍ରେଣ୍ଡସ୍, ତାଙ୍କର ଯେଉଁ ରାଜନୈତିକ ଯେଉଁ ଯାତ୍ରା ଥିଲା, ଯେଉଁ ଆଦିବାସୀ ଜଣେ ସରପଞ୍ଚ ବା ଜଣେ ଆଦିବାସୀ ଗାଁର ସରପଞ୍ଚରୁ ବିଧାୟକ ଆଉ ବିଧାୟକରୁ ମୁଖ୍ୟମନ୍ତ୍ରୀ, ତେବେ ତାଙ୍କର ଯେଉଁ ରାଜନୈତିକ କ୍ୟାରିୟର ଆରମ୍ଭ ହୁଏ ସରପଞ୍ଚରୁ ଏବଂ 2000 ମସିହାରେ ସେ କେଉଁଝର ନିର୍ବାଚନ ମଣ୍ଡଳୀରୁ ସେ ଜେନେରାଲ ଇଲେକ୍ସନ ଲଢ଼ି MLA ବା ବିଧାୟକ ହୋଇଥିଲେ। ଆଉ ଚଳିତ ବର୍ଷ ସେ 2024 ମସିହାରେ ଏଗେନ୍ ସେ କେଉଁଝର ଡିଷ୍ଟ୍ରିକ୍ଟର ଯେଉଁ ନିର୍ବାଚନ ମଣ୍ଡଳୀ ରହିଛି ସେଥିରେ ସିଏ ବିଧାୟକ ହୋଇଥିଲେ ଏବଂ ବର୍ତ୍ତମାନ ସେ ଆମ ସାରା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଓଡ଼ିଶାର। ତେବେ ଫ୍ରେଣ୍ଡସ୍, ଆମେ ସଂକ୍ଷେପରେ ଜାଣିଲେ ଆମର ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ। ତେବେ ଆମେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ତାଙ୍କର ଏହି ରାଜନୈତିକ ଯାତ୍ରା ଅତ୍ୟନ୍ତ ଶୁଭ ହେଉ ଏବଂ ସାରା ଓଡ଼ିଶାବାସୀଙ୍କୁ ସେ ତାଙ୍କର ଭଲ ସେବା ଯୋଗାଇ ଦିଅନ୍ତୁ। ତେବେ ଆମେ ଆଜି ଏହି ଭିଡ଼ିଓରେ ଜାଣିଲେ ଶ୍ରୀ ମୋହନ ଚରଣ ମାଝୀଙ୍କର ଜନ୍ମ, ପରିବାର, ଶିକ୍ଷାଗତ ଯୋଗ୍ୟତା ଏବଂ ରାଜନୈତିକ କ୍ୟାରିୟର। ଫ୍ରେଣ୍ଡସ୍, ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ନିଶ୍ଚିତ ଭାବରେ ଲାଇକ୍ କରିବେ ଏବଂ ଫ୍ରେଣ୍ଡସ୍ ମାନଙ୍କ ସାଙ୍ଗରେ ସେୟାର କରିବେ ଏବଂ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ବର୍ତ୍ତମାନ ଆମର এই ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ, ନମସ୍କାର।